ପିଲାମାନେ ବର୍ତ୍ତମାନ ଆମେ କଥା ହେବା ଉତ୍କଳ ୟୁନିଭର୍ସିଟିରେ ଆଡ଼ମିସନ୍ ରିଗାର୍ଡ଼ିଂ କଲେଜ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍ସେସରେ ଆଡ଼ମିସନ୍ ରିଗାର୍ଡ଼ିଂ ନୋଟିସ୍ ଯେଉଁଟା ରହିଛି କେମିତି କ'ଣ ଡାଇରେକ୍ଟ ଆଡ଼ମିସନ୍ କରିବେ, ଏଣ୍ଟ୍ରାନ୍ସ ଅଛି କି ନାହିଁ, ବହୁତ ପିଲାଙ୍କର କ୍ୱେଶ୍ଚନ୍ ରହୁଛି। ସେଇ ରିଗାର୍ଡ଼ିଂ ଆମେ କଥା ହେବା। ନିଶ୍ଚିତ ଭାବରେ ସମସ୍ତେ ଦେଖନ୍ତୁ, କାହିଁକି ନା ସମସ୍ତେ ପିଜି କଲା ପରେ ଚାହାନ୍ତି ଗୋଟେ ଭଲ ପ୍ଲେସମେଣ୍ଟ, ଠିକ୍ ଅଛି। ଆଉ ନର୍ମାଲ୍ ତ ପିଜି ଖାଲି କରିଦେଇକି ପିଲା ବସୁଛନ୍ତି ହଜାର ହଜାର ପିଲା। ତ ଆପଣମାନେ କେଉଁ କୋର୍ସ କରିବେ ଯାହାଦ୍ୱାରା ଯେମିତିକି ଫ୍ୟୁଚରରେ କିଛି କରିପାରିବେ ନିଜକୁ ନିଜେ, ଠିକ୍ ଅଛି। ବହୁତ ପିଲା କରୁଛନ୍ତି, ତୁମମାନେ ବି କରିପାରିବ କିଛି। ବାପା ମାଆଙ୍କର ଯାହା ବି ଇଚ୍ଛା ଅଛି ତାକୁ ବି ପୂରଣ କରିପାରିବ, ନିଜର ଇଚ୍ଛା ମଧ୍ୟ ପୂରଣ କରିପାରିବ। ଯିବା ବର୍ତ୍ତମାନ ଟପିକ୍ ଉପରକୁ। ସମସ୍ତେ ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ, ଟେଲିଗ୍ରାମରେ ଜଏନ୍ ହେଇଯିବେ। ଡେସ୍କ୍ରିପ୍ସନରେ ଲିଙ୍କ୍ ରହିଛି। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ପିଲାମାନେ ବର୍ତ୍ତମାନ ସମୟରେ ପାଠ ପଢ଼ିବା ପରେ ସାଙ୍ଗେ ସାଙ୍ଗେ ପିଲାମାନେ ଜବ୍ଟିଏ ଖୋଜିଥାନ୍ତି। ତ ସେଥିପାଇଁ ଆପଣମାନେ କ୍ୟାରିୟର ହିସାବରେ ଚୁଜ୍ କରିପାରିବେ MSc ମାଇକ୍ରୋବାୟୋଲୋଜି ଆଉ ବାୟୋଟେକ୍ନୋଲୋଜି କୋର୍ସ, ଯେଉଁଠିକି ତୁମର ବହୁତ ସାରା ଅର୍ଗାନାଇଜେସନରେ ତୁମକୁ ଜବ୍ ବା ପ୍ଲେସମେଣ୍ଟ ମିଳିପାରିବ କୋର୍ସ କମ୍ପ୍ଲିଟ୍ ପରେ। ଆପଣଙ୍କର ଯଦି +2ରେ ବାୟୋଲୋଜି ଥିଲା ଏବଂ ଗ୍ରାଜୁଏସନରେ 50% ମାର୍କ ରହିଛି, ତାହେଲେ ନିଶ୍ଚିତ ଭାବରେ କଲେଜ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍ସେସରେ ସାମ୍ସ ଥ୍ରୋରେ ଆଡ଼ମିସନ୍ କରିପାରିବେ, କିମ୍ବା ଡାଇରେକ୍ଟ କଲେଜ ପ୍ରୋସିଡିଓର ଥ୍ରୋରେ ସାର୍ ବା ମ୍ୟାମ୍କୁ କଣ୍ଟାକ୍ଟ କରିକି ଆଡ଼ମିସନ୍ କରିପାରିବେ। ଏଠୁ ବହୁତ ହି ପୁରୁଣା ଅର୍ଗାନାଇଜେସନ୍, ଯେଉଁଟା ଦେଖିପାରୁଥିବ 1979ରୁ ଏଷ୍ଟାବ୍ଲିଶ୍ ହେଲାଣି, ଠିକ୍ ଅଛି। ଫାର୍ମାସି କଲେଜରେ ବହୁତ ହି ଟପ୍ ଇନଷ୍ଟିଟ୍ୟୁସନ୍ ଗୋଟେ, ଠିକ୍ ଅଛି। ତ ଆପଣମାନେ ଆଡ଼ମିସନ୍ କରିକି ପଢ଼ାପଢ଼ି କରିବେ। ଏଠି ବହୁତ ସାରା ଫ୍ୟାସିଲିଟି ବଢ଼ିଆ ବଢ଼ିଆ ସବୁ ରହିଛି ଏବଂ ଏଇଟା ପରମାନେଣ୍ଟଲି ତୁମର ରେକଗ୍ନାଇଜ୍ ହେଇଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା। ବ୍ରହ୍ମପୁର ୟୁନିଭର୍ସିଟି ଆଫିଲିଏଟେଡ୍ ଇନଷ୍ଟିଟ୍ୟୁସନ୍। ଫିଜ୍ ମଧ୍ୟ ବହୁତ ହି କମ୍ ରହିଛି ଅନ୍ୟ କଲେଜ କମ୍ପାରିଜନ୍ରେ। ତ 90K ଟୋଟାଲ୍ ହେଉଛି ଆପଣଙ୍କର 2 ବର୍ଷରେ ଖର୍ଚ୍ଚ ହେଉଛି, ଠିକ୍ ଅଛି। ତ ଆପଣମାନଙ୍କୁ ଭଲ କ୍ୟାରିୟର ପ୍ଲେସମେଣ୍ଟ ମଧ୍ୟ ଫ୍ୟୁଚରରେ ରହିଛି ଡିଫରେଣ୍ଟ ସେକ୍ଟରରେ। ଯେହେତୁ ହେଉଛି ଆଜିକାଲି ମାଇକ୍ରୋବାୟୋଲୋଜି ବାୟୋଟେକ୍ନୋଲୋଜି ଡିମାଣ୍ଡ ବଢ଼ୁଛି, ତ ଇଣ୍ଡଷ୍ଟ୍ରି ଗୁଡ଼ାକରେ, ଠିକ୍ ଅଛି। ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି, ଯେଉଁଟା ଫାର୍ମା ଇଣ୍ଡଷ୍ଟ୍ରିରେ ବା ମେଡ଼ିକାଲ ଲାଇନ୍ରେ ସବୁ ଯେଉଁମାନେ ସବୁ ଯିବାକୁ ଚାହୁଁଛ, କ୍ୟାରିୟର କରିବାକୁ ଚାହୁଁଛ, ନିଶ୍ଚିତ ଭାବରେ ଜଲ୍ଦି ଆଡ଼ମିସନ୍ ବର୍ତ୍ତମାନ ବୁକ୍ କରିନିଅନ୍ତୁ ବା କଲ୍ କରିକି ଯାଇକି ଆଡ଼ମିସନ୍ କରିନିଅନ୍ତୁ। ଦେଖ, ଉତ୍କଳ ୟୁନିଭର୍ସିଟିରେ MBA ଏଗ୍ରି ବିଜନେସ୍ ମ୍ୟାନେଜମେଣ୍ଟରେ ଆଡ଼ମିସନ୍ ନେଇପାରିବେ, ଯେଉଁଟାକି PPP ମୋଡ଼୍ରେ, ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମୋଡ଼୍ରେ ଆଭେଲେବୁଲ୍ ରହୁଛି କୋର୍ସଟା। ଏବଂ ଏଠୁ ପଢ଼ିକି ବହୁତ ସାରା ପିଲା ଭଲ ଭଲ କମ୍ପାନୀରେ ସବୁ ଜବ୍ କରୁଛନ୍ତି। ଏଠି ପଢ଼ିବା ପାଇଁ ହେଲେ ଆପଣଙ୍କୁ ବ୍ୟାଚଲର ଡିଗ୍ରୀ ସାଇନ୍ସରେ ଥିବା ଦରକାର, କିମ୍ବା BSc ଏଗ୍ରିକଲଚର ଆଲାଏଡ୍ ସବଜେକ୍ଟରେ ଥିବା ଦରକାର, କିମ୍ବା ବିଟେକ୍ ଥିବା ଦରକାର, ଠିକ୍ ଅଛି, ଏଗ୍ରିକଲଚରରେ। କିମ୍ବା ତୁମର କମର୍ସ ପିଲା ହେଇଥିବେ, ମ୍ୟାନେଜମେଣ୍ଟ ପିଲା ହେଇଥିବେ, ଯେଉଁଟାକି BBA BBM, ଏଇସବୁ ପିଲା 50% ଏଗ୍ରିଗେଟ୍ ଥିଲେ ନିଶ୍ଚିତ ଭାବରେ ଏଇ କୋର୍ସ କରିପାରିବେ। ସିଲେକ୍ସନ୍ ପ୍ରୋସିଡିଓର ଏହା ରହୁଛି CAT, MAT, JAT, CMAT, GMAT, ATMA, ICAR, AIEA, PG, TISS, NET, ଠିକ୍ ଅଛି। ଏଇସବୁ ଟେଷ୍ଟ ସ୍କୋର ଥିଲେ ବି ଆଡ଼ମିସନ୍ କରିପାରିବେ ଡାଇରେକ୍ଟ, କିମ୍ବା ଉତ୍କଳ ୟୁନିଭର୍ସିଟି ଦ୍ୱାରା ମଧ୍ୟ ରିଟିନ୍ ଟେଷ୍ଟ ହେଇକି ମଧ୍ୟ ଆଡ଼ମିସନ୍ ମିଳିବ। ତ ଆପଣମାନେ ଆପ୍ଲାଏ କରିପାରିବେ। ଏଟାକୁ ସ୍କାନ୍ କରିକି ଡିଟେଲ୍ସ ମଧ୍ୟ ଦେଖିପାରିବେ। ଆପ୍ଲିକେସନ୍ ଫର୍ମଟା CAM.utkal.ac.in ଆଭେଲେବୁଲ୍ ଅଛି। ଆପଣମାନେ ଆପ୍ଲାଏ କରିପାରିବେ। ଫେଜ୍ 2ର ଡେଡ଼ଲାଇନ୍ଟା ତୁମର ଏଠି ଦିଆହେଇଛି 16/6/2026 ପର୍ଯ୍ୟନ୍ତ ରହିଛି। ତ ଜଲ୍ଦି ସବୁ ଆପ୍ଲାଏ କରନ୍ତୁ, କିମ୍ବା ଏଇ ନମ୍ବରରେ କଣ୍ଟାକ୍ଟ କରିକି ଡିଟେଲ୍ସ ବୁଝନ୍ତୁ, ବୁଝିକି ଆଡ଼ମିସନ୍ ପ୍ରୋସିଡିଓରରେ ପାର୍ଟିସିପେଟ୍ କରନ୍ତୁ ଏବଂ ଆଡ଼ମିସନ୍ କରନ୍ତୁ, ଠିକ୍ ଅଛି। ଏଇଟା ହେଲା 21th ବ୍ୟାଚ୍, ଠିକ୍ ଅଛି। ତ ଯାହା ହେଲେ ବି ଆପଣଙ୍କ ଆଗରୁ ବହୁତ ସାରା ପିଲା କୋର୍ସ କଲେଣି ଏବଂ ଭଲ ଭଲ ପିଲା ହେଉଛି ସେକ୍ଟରରେ ଜବ୍ କରୁଛନ୍ତି ଭଲ ସାଲେରୀ ସହିତ, ଠିକ୍ ଅଛି। ତ ନିଶ୍ଚିତ ଭାବରେ ଆଡ଼ମିସନ୍ କରନ୍ତୁ ଏବଂ ପଢ଼ାପଢ଼ି ଭଲସେ କରନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।